आपण ମାନେ ଯେପରି ପବିତ୍ର ଆତ୍ମାରେ ଫୁଲଫିଲ୍ ହୋଇପାରିବେ ଏଥିପାଇଁ ବୋଲି ପ୍ରଭୁ ଆଜି ତୁମ୍ଭମାନଙ୍କୁ ଆପଣମାନଙ୍କୁ ଲୋକମାନଙ୍କ ସାମ୍ନାରେ ଆଣିନାହାନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ ଭୟ କରନ୍ତୁ ନାହିଁ, ଦିନ ଆସୁଛି ପ୍ରଭୁ ଆପଣଙ୍କୁ ଉଠାଇବେ, ଏମିତି ଏକ ଉନ୍ନତ ସ୍ଥାନରେ ରଖିବେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଏଥିପାଇଁ ପ୍ରିୟମାନେ ଭୟ କରନ୍ତୁ ନାହିଁ, ନିଜକୁ ନମ୍ର କରନ୍ତୁ, ନିଜକୁ ସାନ ପିଲା ପରି କରନ୍ତୁ। ତାହେଲେ ପ୍ରଭୁ ଉଚ୍ଚରେ ଉପରକୁ ଉଠାଇବେ, ଦିନକୁ ଦିନ ଗ୍ରୋଥ କରିବେ, ମହାନ ମହାନ କାର୍ଯ୍ୟ ସାଧନ କରିବେ। ଆଜି ଜଗତର ଅଭିଳାଷ, ମନ୍ଦତା, ସମସ୍ୟା, ବିଭିନ୍ନ ପ୍ରକାର ସାମାଜିକ ଚିନ୍ତାରେ ଆଜି ଲୋକମାନେ ବୁଡ଼ି ଅଛନ୍ତି ପ୍ରିୟମାନେ। ତଥାପି ଯେଉଁମାନେ ପ୍ରଭୁଙ୍କୁ ଭୟ କରି ନିଜ ଜୀବନକୁ ଅତିବାହିତ କରୁଛନ୍ତି, ସେମାନେ ଦିନେ ସମାଜକୁ ତୁଚ୍ଛ କରି ଛାଡ଼ି ଫାଳ କରି ସଂକୀର୍ଣ୍ଣ ପଥ ଦେଇ ଗମନ କରିବେ। ହାଲେଲୁୟା। ସେଦିନ ଯେମିତି ମୂଷା ଶୁକ ସମୁଦ୍ରକୁ ଦୁଇ ଭାଗ କରିଥିଲେ, ସେହି ପ୍ରକାର ହେଇଯିବ। ପ୍ରେଜ୍ ଦ ଲର୍ଡ। ସମାଜକୁ ଆମେ ଦୁଇ ଭାଗ କରିକି ବାହାରିବା। ଯେଉଁମାନେ ଚାପିକି ରଖିଅଛୁ ମଝିରେ ଉଠିକି ସିଧାସଳଖ ପ୍ରଭୁଙ୍କ ନିକଟକୁ ଗତି କରିବା। ପ୍ରେଜ୍ ଦ ଲର୍ଡ। ଏଥିପାଇଁ ଆମେ ଚିନ୍ତା ନ କରୁ, ପବିତ୍ର ଆତ୍ମାରେ ଦିନକୁ ଦିନ ବୃଦ୍ଧି କରୁ। ଯେଉଁ ସୋସାଇଟି ଆମ୍ଭମାନଙ୍କୁ ଛାଡ଼ୁନାହିଁ ପ୍ରଭୁଙ୍କ ଆଡ଼କୁ, ପ୍ରଭୁ ଦିନେ ସେହି ସୋସାଇଟିରୁ ତୁମକୁ ବାହାର କରିବେ। ସେଦିନ ଲକଡାଉନକୁ ସେହି ଏରିଆରେ ପାପରେ ନଗରୀ ଠାରୁ ପୃଥକ କରି ବାହାର କରିକି ଆଣିଲେ, ସେଦିନ ପ୍ରଭୁ ତାଙ୍କର ଆଗମନରେ ଏହି ମନ୍ଦ ଜଗତ ଠାରୁ, ଏହି ସାଂସାରିକ ଜଗତ ଠାରୁ, ସୁଖ ଅଭିଳାଷର ଜଗତ ଠାରୁ ପ୍ରଭୁ ବାହାର କରିକି ନେଇଯିବେ। ସେଦିନ ଜଗତ ଦେଖି ରହିଯିବ, ଆମେ ଆକାଶରୁ ଉଡ଼ୁଥିବା ସେଦିନ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା।